ତେବେ ଆମେ ବର୍ତ୍ତମାନ ସୁଦ୍ଧା କଣ ଜାଣୁଛେ ଯେ ଆତ୍ମଜ୍ଞାନ ଦେଲେ ଅର୍ଜୁନଙ୍କୁ କୃଷ୍ଣ, ଏବେ ତଥାପି ସେ ବୁଝି ପାରୁନାହାନ୍ତି କଣ କରିବେ, ସେ ଆତ୍ମଜ୍ଞାନକୁ କେମିତି ଆପ୍ଲାଇ କରିବେ ତାଙ୍କ ଜୀବନରେ, କେମିତି ବ୍ୟବହାର କରିବେ। ଯଦିଓ ସେ ଜାଣୁଛନ୍ତି, ବୁଝିଗଲେ ଯେ ଶରୀର ଆମେ ନୁହେଁ, ଆମେ ଆତ୍ମା, ଏବଂ ଆମର କାମ ହେଲା ଆତ୍ମା ପାଇଁ କର୍ତ୍ତବ୍ୟ କରିବା, କିନ୍ତୁ ଇମିଡିଏଟଲି ସେ ଶରୀର ସ୍ତରରେ ଯୋଉ କାମ ତାକୁ ବନ୍ଦ କରିଦେଇ ପାରିବେନି। ଏବଂ ଯଦିନ ପର୍ଯ୍ୟନ୍ତ ଏ ଶରୀର ଭିତରେ ଥିବେ, ତାଙ୍କୁ ଏ ଶରୀରର କର୍ମ ବି କରିବାକୁ ପଡିବ। ତେଣୁ ଏ ଆତ୍ମଜ୍ଞାନକୁ ସେ କେମିତି କଣ କିଭଳି କାମ କଲେ ଏ ଆତ୍ମଜ୍ଞାନକୁ ସେ ତାଙ୍କ ଜୀବନରେ ସେ ଉପଯୋଗ କରିପାରିବେ, ଇଏ ଥିଲା ତାଙ୍କର ସନ୍ଦେହ। ତାଙ୍କ ମନରେ ଚାଲିଥିଲା ଏଇଭଳି ଯେ କଣ ଏ ପ୍ରଶ୍ନ ମନରେ ଚାଲିଛି। କୃଷ୍ଣ ବୁଝିପାରିଲେ, କୃଷ୍ଣ କହୁଛନ୍ତି ଯେ ଠିକ ଅଛି, ତମେ ଗୋଟେ କାମ କର ଅର୍ଜୁନ, ତମେ ବର୍ତ୍ତମାନ ଏଇଠୁ ଷ୍ଟାର୍ଟ କର। କୋଉଠୁ? ନା ତମେ ତମର କର୍ତ୍ତବ୍ୟ କର, ଡୁ ୟୋର ଡ୍ୟୁଟି, ସ୍ୱଧର୍ମ ଅନୁସାରେ। ସ୍ୱଧର୍ମ ଅନୁସାରେ ତମେ ତମର କର୍ତ୍ତବ୍ୟ କର। ସ୍ୱଧର୍ମ କଣ କୃଷ୍ଣ ଅର୍ଜୁନଙ୍କର ହେଲା? ସେ ହଉଛି କ୍ଷତ୍ରିୟ ଧର୍ମ। କ୍ଷତ୍ରିୟ ହିସାବରେ ଯୁଦ୍ଧ କରିବା, ଯୁଦ୍ଧ କର। ତାହେଲେ ସେ କୋଉ ସକାମ କର୍ମ କଥା କହୁଛନ୍ତି କଣ? ନା କର୍ତ୍ତବ୍ୟ କର ଫଳ ଆଶା ରଖିକି, କିନ୍ତୁ ଧର୍ମ ଅନୁସାରେ, ଅର୍ଥାତ୍ ସ୍ୱଧର୍ମ ଅନୁସାରେ। ତମର ଯାହା ସ୍ୱଧର୍ମ ସେଇ ଅନୁସାରେ କର୍ତ୍ତବ୍ୟ କର, ଆଶା ରଖ ଫଳରେ, ଫଳ ମିଳିବ ବୋଲିକି ଆଶା ରଖିକି କାମ କରିପାର, ସକାମ କର୍ମ। ତାହେଲେ ଏଇଭଳି ଯଦି କର୍ତ୍ତବ୍ୟ କରିବ, ତାହେଲେ କଣ ହବ? 32 ନମ୍ବର ଶ୍ଲୋକରେ ସେ କହିଦେଇକି ଯାଇଛନ୍ତି କୃଷ୍ଣ, ଏମିତି କଲେ କଣ ହବ? ନା ତମେ ଜିତ ବା ହାର ତମେ ପାଇବ, ସୁଖ ପାଇବ। ଯୋଉ ପ୍ରଶ୍ନ ଥିଲା, ଦ୍ୱିତୀୟ ପ୍ରଶ୍ନ ଥିଲା ଅର୍ଜୁନଙ୍କର, ଯେ ଏମାନଙ୍କ ବ୍ୟତିରେକ ଏମାନଙ୍କୁ ମାରିଦେଲେ ମୁଁ କେମିତି ଉପଭୋଗ କରିବି ଏ ରାଜ୍ୟ ଆଉ ଏ ରାଜ୍ୟର ସୁଖ? ସେ ଉତ୍ତର ଦଉଛନ୍ତି ଯେ ଏଇଭଳି ମୃତ୍ୟୁ ହେଲେ ବା ଜିତିଲେ ଯାହା ବି ହଉ ଉପଭୋଗ କରିବ। ବର୍ତ୍ତମାନ ସେ ଏ ଶ୍ଲୋକରେ, ଯୋଉ ଆମ ଶ୍ଲୋକ ଯିବା ଚର୍ଚ୍ଚା କରିବାକୁ, ସେଠି ତ କହିଲେ କଣ ସେ ପାଇବେ। ଯଦି ଯୁଦ୍ଧ କରିବେ, କର୍ତ୍ତବ୍ୟ କରିବେ ସ୍ୱଧର୍ମ ଅନୁସାରେ, ସେ କଣ ପାଇବେ। ବର୍ତ୍ତମାନ ସେ କହୁଛନ୍ତି ଯଦି ସ୍ୱଧର୍ମ ଅନୁସାରେ କର୍ତ୍ତବ୍ୟ ନ କରିବ, ତାହେଲେ କଣ ହବ ଅର୍ଜୁନ। ଏଇଭଳି ସେ ତିନୋଟି ଚାରୋଟି ଶ୍ଲୋକ ପର୍ଯ୍ୟନ୍ତ, 33, 34, 35, 36 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଏଇଭଳି ସେ କହିବେ କଣ ହବ ଯଦି ଯୁଦ୍ଧ ନ କରିବ। ଏବେ ଆସନ୍ତୁ ଗୋଟେ ସେକେଣ୍ଡ, ମୁଁ ଇଏ କରିଦଉଛି, ସେୟାର କରୁଛି। ଇଏ ହଉଛି ଶ୍ଲୋକ। अथ च त्वङ्गिमं धर्म्यं सङ्ग्रामं न करिष्यसि ततः स्वधर्मं कीर्तिं च हित्वा पापं वाप्स्यसि। ଏଠି କଣ କହୁଛନ୍ତି? ଅଥ ଚେତ୍ ତ୍ୱଂ ଇମମ୍, ତେଣୁ ଯଦି ତମେ, ଅର୍ଜୁନଙ୍କୁ କହୁଛନ୍ତି କୃଷ୍ଣ, ଅଥ ଚେତ୍ ତ୍ୱଂ ଇମମ୍, ତେଣୁ ଅଥ ଚେତ୍ ତ୍ୱଂ ମାନେ ଯଦି ତମେ ଇମମ୍ ଧର୍ମ୍ୟମ୍, ଏ ଧର୍ମ ଅନୁସାରେ, ସ୍ୱଧର୍ମ ଅନୁସାରେ ସଂଗ୍ରାମ ନ କରିଷ୍ୟସି, ଯଦି ଯୁଦ୍ଧ ନ କରିବ, ତତଃ ତାପରେ, ତାହେଲେ କଣ ହବ? ସ୍ୱଧର୍ମଂ, ନିଜ କର୍ତ୍ତବ୍ୟର ଅବହେଳା ଯୋଗୁଁ, କୀର୍ତ୍ତିଂ ଚ ହିତ୍ୱା ପାପଂ ଅବାପ୍ସ୍ୟସି, ମାନେ ଯାହା ଯଶ ଅର୍ଜନ କରିଛ ସେ ଚାଲିଯିବ। ପାପଂ ଅବାପ୍ସ୍ୟସି, ପାପ ଅର୍ଜନ କରିବ। କହୁଛନ୍ତି ଯଦି ତମ ସ୍ୱଧର୍ମ ଅନୁସାରେ ତମେ ଯୁଦ୍ଧ ନ କର, ତମେ କ୍ଷତ୍ରିୟ, ଯୁଦ୍ଧ କରିବା ତମର କର୍ତ୍ତବ୍ୟ, ଯଦି ନ କର, ତାହେଲେ ଦୁଇଟି ଜିନିଷ ହବ। ପ୍ରଥମେ କହୁଛନ୍ତି କଣ? ତମର ଯାହା ଯଶ ଅଛି ସେ ସବୁ ଚାଲିଯିବ, ଆଉ ତମେ ପାପ ଅର୍ଜନ କରିବ। ତେବେ କାହିଁ କହୁଛନ୍ତି କୃଷ୍ଣ ଏଭଳି? ଯଦି ଆମେ ବୁଝିବା ଅର୍ଜୁନ କିଏ ପ୍ରଥମେ, ତାହେଲେ ଆମେ ଜାଣିବା କୃଷ୍ଣ କେତେ ଯଥାର୍ଥ କଥା କହୁଛନ୍ତି। ଅର୍ଜୁନ ହଉଛନ୍ତି ଜଣେ ବିଶିଷ୍ଟ ଯୋଦ୍ଧା, ଏଥିରେ କୌଣସି ସନ୍ଦେହ ନାହିଁ। ତାଙ୍କୁ ପ୍ରମାଣ ଦବାକୁ ନାହିଁ, ବହୁତ କ୍ଷେତ୍ରରେ ସେ ପ୍ରମାଣିତ ଯେ ବିଶିଷ୍ଟ ଯୋଦ୍ଧା। କାରଣ ଏଇ ଅର୍ଜୁନ ଯେତେବେଳେ ଜଙ୍ଗଲରେ ଲର୍ଡ ଶିବଜୀ ନିଜେ
ପାର୍ବତୀଙ୍କ ସାଙ୍ଗରେ ଜଙ୍ଗଲରେ ବୁଲୁଛନ୍ତି ଶିକାରୀ ହିସାବରେ, ଇଏ ବି ଶିକାର କରିବାକୁ ଯାଇଥିଲେ ଅର୍ଜୁନ, ତାଙ୍କର ଯୁଦ୍ଧ ହେଇଛି ଏବଂ ଯୁଦ୍ଧରେ ସେ ଶିବଜୀଙ୍କୁ ହରେଇଥିଲେ। ସେଥିପାଇଁ ଶିବଜୀ ତାଙ୍କୁ ଖୁସି ହେଇକି ତାଙ୍କୁ ଗୋଟେ ଅସ୍ତ୍ର ଦେଇଥିଲେ, ଦିବ୍ୟ ଅସ୍ତ୍ର, ପାଶୁପତ ଅସ୍ତ୍ର ବୋଲିକି ଗୋଟିଏ ଦିବ୍ୟ ଅସ୍ତ୍ର ଦେଇଥିଲେ। ଇଏ ହଉଛନ୍ତି ଅର୍ଜୁନ। ସେମିତି ଅର୍ଜୁନ ମଧ୍ୟ ଦ୍ରୋଣାଚାର୍ଯ୍ୟଙ୍କର, ତାଙ୍କର ଗୁରୁ, ତାଙ୍କର ସେ ଅତି ପ୍ରିୟ ଶିଷ୍ୟ ଥିଲେ। ସେଥିପାଇଁ ଦ୍ରୋଣାଚାର୍ଯ୍ୟ ମଧ୍ୟ ଖୁସି ହେଇକି ଯେ ଏତେ ବଡ ସୁନ୍ଦର ଶିଷ୍ୟ, ଯିଏକି ଯୁଦ୍ଧରେ ନିପୁଣ, ଏଥର କୌଣସି ସନ୍ଦେହ ନାହିଁ, ସେଥିପାଇଁ ସେ ତାଙ୍କୁ ଗୋଟିଏ ସୁନ୍ଦର ଅସ୍ତ୍ରଟିଏ ଦେଇଥିଲେ। କହିଥିଲେ ଯଦି କେତେବେଳେ ଦରକାର ହୁଏ ମତେ ମାରିବାକୁ, ତାହେଲେ ଏ ଅସ୍ତ୍ରଟି ତମର ସହାୟ ହବ। ତେବେ ଏଇଭଳି ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କଠୁ ମଧ୍ୟ ଗୋଟେ ଦିବ୍ୟ ଅସ୍ତ୍ର ପାଇଥିଲେ, ଯୋଦ୍ଧା ହିସାବରେ, ବିଶିଷ୍ଟ ଯୋଦ୍ଧା ହିସାବରେ। ସେମିତି ଆମର ମାନେ ଆମେ ଦେଖିବା ଇନ୍ଦ୍ର, ଗୋଟେ ସେକେଣ୍ଡ, ତାକୁ ମୁଁ ଇଏ ହଉଛି କଣ ଗୋଟେ ସାଉଣ୍ଡ ହେଲା। ଏନିୱେ କଣ କହୁଥିଲି, ହଁ, ଇନ୍ଦ୍ର, ଇନ୍ଦ୍ର ମଧ୍ୟ ହଉଛନ୍ତି ପ୍ରକାରାନ୍ତରେ ଅର୍ଜୁନଙ୍କର ବାପା। ସେ ମଧ୍ୟ ତାଙ୍କୁ ଦେଇଥିଲେ କଣ, ତାଙ୍କୁ କହିଥିଲେ ଯେ ସେତେବେଳେ 3 କୋଟି ଅସୁର, ନିବଟକ ବଚ୍ଚ ବୋଲିକି 3 କୋଟି ଅସୁର, ସେମାନେ ବହୁତ ଉତ୍ପାତ କରୁଥିଲେ, ସ୍ୱର୍ଗକୁ ପଳାଉଥିଲେ, ଦେବତା ମାନଙ୍କ ସାଙ୍ଗରେ ଯୁଦ୍ଧ କରୁଥିଲେ, ତାଙ୍କୁ ବହୁତ ପରିଶାନ କରୁଥିଲେ। ସେଥିପାଇଁ ଇନ୍ଦ୍ରଦେବ କହିଥିଲେ ଅର୍ଜୁନଙ୍କୁ ଯେ ଏମାନଙ୍କୁ କେମିତି କଣ କରାଯିବ, ଟିକେ ବ୍ୟବସ୍ଥା କର। ସେଥିପାଇଁ ଅର୍ଜୁନ ସେଇ 3 କୋଟି ନିବଟକ ବଚ୍ଚ ଯୋଉ ଅସୁର, ତାଙ୍କୁ ସମାପ୍ତ କରିଦେଇଥିଲେ। ସେଥିପାଇଁ ଇନ୍ଦ୍ରଦେବ ମଧ୍ୟ ଖୁସି ହେଇକି ତାଙ୍କୁ ବହୁତ ଦିବ୍ୟ ଅସ୍ତ୍ର ଦେଇଥିଲେ, ସେଲେଷ୍ଟିଆଲ ୱେପନ୍ସ ଇନ୍ଦ୍ରଦେବ ଦେଇଥିଲେ। ତେବେ ଏଇଭଳି ଆହୁରି ମଧ୍ୟ ଆମେ ଆଗରୁ ପଢିଛେ, ଅଗ୍ନିଦେବ ମଧ୍ୟ ଖୁସି ହେଇକି ତାଙ୍କୁ ଦେଇଥିଲେ ଗୋଟେ ରଥ। ଅଗ୍ନିଦେବଙ୍କର ଯେତେବେଳେ ଇଣ୍ଡାଇଜେସନ ହେଇଥିଲା, ସେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ବ୍ରହ୍ମା କହିଲେ ଯେ ଠିକ ଅଛି, ତମେ ଯାଅ ଖାଣ୍ଡବନକୁ ଖାଇଯାଅ, ତାହେଲେ ତମର ଇଣ୍ଡାଇଜେସନ କ୍ଲିୟର ହେଇଯିବ, କିଛି ଅସୁବିଧା ହବନି, ବଦହଜମି ଚାଲିଯିବ। ତେବେ ସିଏ ଖାଣ୍ଡବନକୁ ନିଆଁ ଲଗେଇ ଦେଇଛନ୍ତି ଅଗ୍ନିଦେବ, କିନ୍ତୁ ସେଇଠି କଣ ହଉଛି ନା ଇନ୍ଦ୍ରଦେବ ବର୍ଷା କରିକି ତାକୁ ଲିଭେଇ ଦଉଛନ୍ତି। ସେ ଯେତେ ଥର ଲଗଉଛନ୍ତି, ନିଆଁ ଜଳେଇ ଦଉଛନ୍ତି, ସେ ସେଥର ଲିଭେଇ ଦଉଛନ୍ତି। ତେଣୁ ଇଏ ଖାଣ୍ଡବନକୁ ଖାଇ ପାରୁନାହାନ୍ତି। ସେଇଠି ବୁଲୁଥିଲେ ଅର୍ଜୁନ ଆଉ କୃଷ୍ଣ ଖାଣ୍ଡବନରେ। ତାଙ୍କୁ ସେ ତାପରେ ସେ ରିକ୍ୱେଷ୍ଟ କରିଛି କିଛି କରିବା ପାଇଁ, କି ଅଗ୍ନିଦେବ କରିଛନ୍ତି ରିକ୍ୱେଷ୍ଟ କି ସାହାଯ୍ୟ କରିବା ପାଇଁ। ତେବେ ଅର୍ଜୁନ ସାହାଯ୍ୟ କରିଛନ୍ତି। ସେ ତାଙ୍କର ଅସ୍ତ୍ର ଚଲେଇକି ଇନ୍ଦ୍ରଙ୍କର ଯୋଉ ବର୍ଷାକୁ ସେ ରୋକି ଦଉଛନ୍ତି। ସେଥିପାଇଁ ଅଗ୍ନିଦେବ ବହୁତ ଖୁସି ହେଇକି ତାଙ୍କୁ ବହୁତ ଦିବ୍ୟ ଅସ୍ତ୍ର ଦେଇଥିଲେ ଏବଂ ରଥଟିଏ ଦେଇଥିଲେ, ଯୋଉ ରଥରେ ସେ ମହାଭାରତ ଯୁଦ୍ଧରେ, ବର୍ତ୍ତମାନ ଯୋଉ କୃଷ୍ଣ ଆଉ ଅର୍ଜୁନ ମହାଭାରତ ଯୁଦ୍ଧରେ ଯୋଉ ରଥରେ ଅବସ୍ଥାନ କରିକି ଯୁଦ୍ଧ ଭୂମିରେ ଅଛନ୍ତି, ଏଇ ଅଗ୍ନିଦେବ ହିଁ ଦେଇଥିଲେ। ତେଣୁ ଏଇଭଳି ହଉଛନ୍ତି ଅର୍ଜୁନ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅର୍ଜୁନଙ୍କୁ ଗୋଟେ ବିଶିଷ୍ଟ ଯୋଦ୍ଧା କହିବାରେ କୌଣସି ଅସୁବିଧା ନାହିଁ। ସେଥିପାଇଁ କହୁଛନ୍ତି କୃଷ୍ଣ, ତମର ବହୁତ ଯଶ ଅଛି, ସବୁ ଚାଲିଯିବ। ଲୋକେ ମାନେ ଶ୍ଲୋକରେ କହୁଛନ୍ତି ଯେ ସେ ତମର ସବୁ ଯଶ ଚାଲିଯିବ, ହରେଇବ। ତେଣୁ ତମେ କର୍ତ୍ତବ୍ୟର ଅବହେଳା ନ କରିକି ଯୁଦ୍ଧ କର, ତାହେଲେ ତମର ଖ୍ୟାତି ବଞ୍ଚି ରହିବ, ଯଶ ବଞ୍ଚି ରହିବ। ପୁଣି କହୁଛନ୍ତି ପାପଂ ଅବାପ୍ସ୍ୟସି, ପାପ ଅର୍ଜନ କରିବ। କାହିଁ କହୁଛନ୍ତି, ସେ ଅର୍ଜୁନ ମଧ୍ୟ 36 ନମ୍ବର ଶ୍ଲୋକ ପ୍ରଥମ ଅଧ୍ୟାୟରେ ସେ କଣ କହୁଥିଲେ, ପାପଂ ଏବ ଆଶ୍ରୟତେ अस्माकं ହତୈତାନ୍ ଆତତାୟିନ। ଏଇ ଯୋଉ ଆତତାୟୀ, ସେ ମାନୁଛନ୍ତି ଏମାନେ ଆତତାୟୀ, କିଏ ଦୁର୍ଯ୍ୟୋଧନ ଆଉ ତାଙ୍କ ଭାଇମାନେ, ସେ କହୁଛନ୍ତି ଆତତାୟୀଙ୍କୁ ମାରିଲେ ମତେ ଆମ 2 ଜଣଙ୍କୁ ପାପ ଲାଗିବ। ଅର୍ଥାତ କୃଷ୍ଣଙ୍କୁ ଇନକ୍ଲୁଡ କରି କହୁଛନ୍ତି, କୃଷ୍ଣ ଏବଂ
ମତେ ଦି ଜଣ ଯାକଙ୍କୁ ପାପ ଲାଗିବ। କାହିଁକି ନା ଆମେ ହିଂସା କରୁଛେ, ଜୀବ ହତ୍ୟା ପାପ, ଆମେ ମାରୁଛେ, ତେଣୁ ଆମକୁ ପାପ ଲାଗିବ ବୋଲିକି ସେଠି କହୁଥିଲେ। କିନ୍ତୁ ଅର୍ଜୁନ ଏଠି ଏଠି କୃଷ୍ଣ କଣ କହୁଛନ୍ତି? ଅଥ ଚେତ୍ୱଂ ଇମಂ ଧର୍ମ୍ୟଂ ସଂଗ୍ରାମଂ ନ କରିଷ୍ୟସି, ଯଦି ଯୁଦ୍ଧ ନ କରିବ, ସେ ଅର୍ଜୁନ କହୁଥିଲେ ଯଦି ଯୁଦ୍ଧ କରିବ, ଯୁଦ୍ଧ କରିବି ହିଂସା ହବ ପାପ ହବ। ସେ କହୁଛନ୍ତି ଯଦି ତମର ସ୍ୱଧର୍ମକୁ ପାଳନ ନ କରିବ, ତମେ ଯୁଦ୍ଧ ନ କରିବ, ତାହେଲେ ତମକୁ ପାପ ଲାଗିବ। ତ କାହିଁ କହୁଛନ୍ତି? କାହିଁକି ନା ପାପ ବା ପୁଣ୍ୟ, ଯଦି ଯୁଦ୍ଧ କରିକି ଆମେ କାହାକୁ ମାରୁଛେ, କ୍ଷତ୍ରିୟ ଯେତେବେଳେ ଯୁଦ୍ଧ କରିକି ମାରୁଛି, ସେ ପାପ ହେଇପାରେ ପୁଣ୍ୟ ବି ହେଇପାରେ। ଡିପେଣ୍ଡ କରୁଛି ଏ ଯୁଦ୍ଧର କାରଣ କଣ, ମାରିବାର କାରଣ କଣ, ଏବଂ ତାକୁ କିଏ ଆଦେଶ ଦେଇଛି। ଯେମିତି ଭାରତ ପାକିସ୍ତାନ ଯୁଦ୍ଧ ହେଲା, ସେପଟୁ ଆକ୍ରମଣ ହେଲା ବୋଲିକି, ଶତ୍ରୁ ଆକ୍ରମଣ କଲେ ବୋଲିକି ବର୍ତ୍ତମାନ ଆମ ସୈନ୍ୟ ଯୁଦ୍ଧ କରୁଛନ୍ତି। ଏବଂ ଯୁଦ୍ଧ ପାଇଁ ନିର୍ଦ୍ଦେଶ କିଏ ଦେଇଛନ୍ତି? ସରକାର। ସରକାର ହଉଛନ୍ତି ଉଚ୍ଚ ଅଧିକାରୀ। ତେଣୁ ଉଚ୍ଚ ଅଧିକାରୀଙ୍କଠୁ ନିର୍ଦ୍ଦେଶ ଆସିଲା, ଏବଂ ଏମାନେ ହେଲେ କ୍ଷତ୍ରିୟ ସୋଲଜର ମାନେ, ଏମାନଙ୍କର କାମ ହେଲା ଯୁଦ୍ଧ କରିବା। ତେଣୁ ଯେହେତୁ ସେପଟୁ ଆକ୍ରମଣ ହେଇଛି, ଏ କାରଣ ଆମର ପ୍ରଜାମାନଙ୍କୁ ରକ୍ଷା କରିବା ଏମାନଙ୍କର ଧର୍ମ, ସ୍ୱଧର୍ମ, ତେଣୁ ଜଷ୍ଟିଫାଏ। ସେମିତି କୃଷ୍ଣ ଏଠି କହୁଛନ୍ତି ଯେ ଇଏ ଯୋଉ ଏଇ ଯୋଉ ଯୁଦ୍ଧ, ଏକୁ ମୋ ଆୟୋଜନରେ ଏଠି କରାଯାଇଛି, ୟାକୁ କୁରୁକ୍ଷେତ୍ର ଯୁଦ୍ଧ। ଅଧର୍ମୀ ମାନେ, ଦୁର୍ଯ୍ୟୋଧନ ଏବଂ ତାଙ୍କର ଭାଇ ମାନେ ଅଧର୍ମୀ, ତାଙ୍କୁ ସମାପ୍ତ କରିବାକୁ ହବ, ଧର୍ମର ସ୍ଥାପନ କରିବାକୁ ହବ, ଏବଂ ସେଥିପାଇଁ ମୋର ନିର୍ଦ୍ଦେଶ ରହିଛି। ସୁପ୍ରିମ ପର୍ସନାଲିଟି ଅଫ ଗଡହେଡ୍ ସ୍ୱୟଂ କହୁଛନ୍ତି, ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ, ତାଙ୍କର ନିର୍ଦ୍ଦେଶ ରହିଛି। ତେଣୁ ଏ ପାପ ହବନି, ଏ ପୁଣ୍ୟ ହବ ଯଦି ସ୍ୱଧର୍ମଟି ପାଳନ କରାଯାଏ। ତ ସେଥିପାଇଁ କହୁଛନ୍ତି ଯଦି ନ କରିବ ପାପଂ ଅବାପ୍ସ୍ୟସି, ପାପ ଅର୍ଜନ କରିବ। ତେବେ ଏ ଶ୍ଲୋକଟି ବର୍ତ୍ତମାନ ଆମେ ଦେଖିଲେ ଏଇଭଳି ଅର୍ଜୁନଙ୍କ ପାଇଁ ଏଇଭଳିଆ, ଯଦି ସେ ସ୍ୱଧର୍ମ ପାଳନ ନ କରନ୍ତି, ତାହେଲେ ତାଙ୍କ ଯଶ ତ ଯିବ, ଖ୍ୟାତି ଯିବ, ସବୁ ହରେଇବେ, ପାପ ଲାଗିବ। ଆମ ପାଇଁ କଣ? ଆମେ ତ ଆମେ ତ ସବୁବେଳେ we are prone to sins, ସବୁବେଳେ ପାପ କରୁଛେ। ଆମେ ବସୁଛେ ଉଠୁଛେ ପାପ କରୁଛେ, କେତେ ପିମ୍ପୁଡି ମାରି ଦଉଛେ ଚାଲୁଛେ, କେତେ ମଶା ମାରି ଦଉଛେ କାମୁଡୁଛେ, ଯେତେବେଳେ କେତେ ପୋକ ମରି ଯାଉଛନ୍ତି ଯେତେବେଳେ ଆମେ ରୋଷେଇ କରୁଛେ, ନିଆଁ ଜଳଉଛେ, ପାପ ତ କରୁଛେ ଆମେ। ତା ଛଡା ଆମେ ଯୋଉ କର୍ମ କରୁଛେ ସକାଳୁ ରାତି ଶୋଇବା ପର୍ଯ୍ୟନ୍ତ, ସବୁଗୁଡ଼ିକ ପାପ। କାହିଁକି ନା ଆମେ ଇନ୍ଦ୍ରିୟ ଭୋଗ ପାଇଁ ସବୁ କର୍ମ କରୁଛେ, ଯାହା କରୁଛେ ଇନ୍ଦ୍ରିୟ ଭୋଗ ପାଇଁ। ତେଣୁ ଶାସ୍ତ୍ର କହୁଛି ଇନ୍ଦ୍ରିୟ ଭୋଗ ପାଇଁ ଯୋଉ କର୍ମ, ସେ ହଉଛି ପାପ। ତେଣୁ ଆମେ 24 ଘଣ୍ଟା ପାପ କରୁଛେ। ତାହେଲେ ଏଠି ସେ ସ୍ୱଧର୍ମ ପାଳନ କରିବା ପାଇଁ କହିଛନ୍ତି ଅର୍ଜୁନଙ୍କୁ, ତାହେଲେ ପାପରୁ ମୁକ୍ତ ହବା। ଆମର ସ୍ୱଧର୍ମ କଣ? ଆମେ କଣ କରିବା? ଆମର ସ୍ୱଧର୍ମ ହଉଛି ଯେ ଆମେ ଏ ପାପରୁ ମୁକ୍ତ ହବାକୁ ହେଲେ ଆମକୁ କୃଷ୍ଣଙ୍କୁ କୃଷ୍ଣ କେନ୍ଦ୍ରାଭିଭୂତ, ମାନେ ଆମର କାମ ହବ, କୃଷ୍ଣଙ୍କୁ କେନ୍ଦ୍ର କରିକି ଆମେ ସବୁ କାମ କରିବା, ତାଙ୍କୁ ସ୍ମରଣ କରିକି କର୍ମ କରିବା, କର୍ମ କଲାବେଳେ ବି ତାଙ୍କୁ ସ୍ମରଣ କରିବା, କର୍ମ ସାରିଲା ପରେ ତାଙ୍କୁ ମଧ୍ୟ ମନେ ପକେଇବା, ତାଙ୍କୁ ଧନ୍ୟବାଦ କହିବା, ଥ୍ୟାଙ୍କ ୟୁ କହିବା, ସବୁବେଳେ ତାଙ୍କୁ ମନେ ପକେଇବାକୁ ପଡିବ। ଏବଂ ମୋଷ୍ଟ ଇମ୍ପୋର୍ଟାଣ୍ଟ ହଉଛି ଯେ ତାଙ୍କର ନାମ ଜପ କରିବା। ଆମର ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, कलेर निधे दोष राजन, कलेर दोष निधे राजन, अस्ति एक महान गुण, कीर्तनादेव कृष्णस्य मुक्त संग परम ब्रजेत। से कहउचंदी जे कलेर दोष निधे राजन, ए राजा परीक्षित कहउचंदी जे कली रे दोष खाली भरी भरी हेकी अछि, पाप प्रति मुहूर्त रे आमे
କରୁଛେ किंतु अस्ति ही एक महान गुण यार गोटे बहुत भल गुण अच्छी कौन कीर्तनाद एव कृष्णस्य ए कलिर गोटे महान गुण अच्छी कली जुगरे कीर्तनाद एव कृष्णस्य जदि आमे भगवानंकर कीर्तन अर्थात जप करुचे हरे कृष्ण 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 हरे 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 राम 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 हरे हरे आमे जदि ये महामंत्र जप करुचे ताल कौन हम मुक्त संग माने आमे कर्म बंधन रु मुकुली जीवा फ्री हो जीवा कर्म बंधन कोथि पई होची कारण पाप करूचे बोली कर्म बंधन रे पडुचे हमें कर्म करूचे कर्म करके पाप करूचे पाप को भोगुचे भोगिया पई आसुचे कर्म बंधन हमर बांधी की रखिची जन्म मृत्यु अनुसार तेणु से कहउचंती मुक्त संग हमें जन्म मृत्यु चक्र को समाप्त करिकी परम ब्रजेत तांकरी धाम को चली जीवा जोठी को हमें आसीथिले जोठु हमें आसीथिले जोटा हमर घर सेठी के हमें वापस चली जीवा अस्ति ही एक महान गुण कार कलिर कीर्तनादेव कृष्णस्य तेणु आमर ये गोटे हूँ माने आमर पाखे अस्त्र आउ किछि नाही आमको यही महामंत्र टी जप करने को हम तो डिसाइड करंतु आपण पाप करिकी बारंबार जन्म नेबे मृत्यु हब जन्म नेबे मृत्यु हब ना नाई आमे निजर स्वधर्म टे पालन करवा हरे कृष्ण महामंत्र जप करवा कृष्ण को सब मन पकेवा डिसाइड करिया पड़ो डिसाइड करंतु कौन करवा जदि हम पाप मंजूर ठीक अछि नाई हरे कृष्ण महामंत्र जपिबानी ठीक अछि पाप आमे करवा एवं बारंबार जन्म नवा मृत्यु नवा ये हला एई श्लोक बर्तन नेक्स्ट श्लोक रे पुणी से कहबा बुझिबे जे कौन नेक्स्ट हबो आउरी जदि आमे हमर स्वधर्म टी पालन न करिवा जे अर्जुन कहउछन जदि तमर स्वधर्म क्षत्रिय धर्म तमे यदि युद्ध करबा कथा युद्ध न करिवो पुणी कौन हबो आउरी से चारोटी श्लोक पर्यंत एमती कहि कहि जाउचंती बर्तन 34 नंबर श्लोक को जिबा गोटे सेकेंड तो यही आम देखिले कृष्ण बहुत सुंदर भाव बुझे देले प्रथम कहले जे जदि तुम स्वधर्म युद्ध करने कथा युद्ध कले फायदा कौन व्हाट यू विल गेट एवं नेक्स्ट आरंभ कले जदि युद्ध न करिवो ताल कौन हम दुईटी रीजन कहले से तुम जश चली एवं पाप अर्जन करिवो ए दुईटी जिनस कहले बर्तमान नेक्स्ट कौन से कहउचंदी देखिबा हाँ अकीर्तिं चापि भूतानि कथयिष्यन्ति ते अव्ययाम् संभावितस्य च कीर्तिः मरणात् अतिरिच्यते आकु भांगी भांगी बुझिबा प्रथम कहउचंती देखंतु चापी चापी माने या छडा या व्यतीत ओवर एंड अबव बिसाइड्स कहा व्यतीत ए जो ऊपर कहले 33 नंबर श्लोक रे जे तमर जश चलीजिव एवं पाप अर्जन करिवो ए दीटी छडा चापी आउ कौन हम भूतानि कथयिष्यन्ति ते भूतानि कथयिष्यन्ति अव्ययाम अव्ययाम माने सबु बेले भूतानि माने सबु लोक लोक माने सबु बेले कहवा आरंभ करिवे सबु बेले कौन कहवा आरंभ करिवे अकीर्ति तमर कलंक कथा तमर अपजस कथा संभावितस्य सम्मान लाभ करिथुवा व्यक्ति
ଚାକୀର୍ତ୍ତି ମରଣାଦ୍ ଅତିରିଚ୍ୟତେ। ଅକୀର୍ତ୍ତି ମାନେ ଏଇ ଯୋଉ ଅପଯଶ ମରଣଠୁ ଆହୁରି ଭୟଙ୍କର, ବଳିଯିବ, ମରଣଠୁ ବଳିଯିବ। ସେଇ କଥା କହୁଛନ୍ତି। କହୁଛନ୍ତି ଯେ ଲୋକମାନେ ବାରମ୍ବାର ତୁମର କଳଙ୍କ କଥା, ତୁମର ଅପଯଶ କଥା ହିଁ ମାନେ ଡିସ୍କସନ କରିବେ, ଚର୍ଚ୍ଚା କରିବେ। ଏବଂ ଯୋଉ ଯୋଉ ଲୋକ ସବୁବେଳେ ସମ୍ଭାବିତ, ମାନେ ଯୋଉ ଲୋକ ସମ୍ମାନର ଅଧିକାରୀ, ଯାହା ପାଖରେ ଯଶ ଅଛି, ଏଡେ ବଡ ଯୋଦ୍ଧା ଅର୍ଜୁନ, ତା ପାଖରେ ଅପଯଶ ବା ନିନ୍ଦା ମରଣଠୁ ଅଧିକା, ବରଂ ମୃତ୍ୟୁ ଶ୍ରେୟସ୍କର ବୋଲିକି ସେ କହୁଛନ୍ତି। ମରିଯିବା ଭଲ। ତେବେ ଏ ଶ୍ଲୋକକୁ ଆମେ ଦେଖିବା କଣ କହୁଛନ୍ତି। ତାମାନେ ପୁଣି ତାଙ୍କର କଣ୍ଟିନ୍ୟୁ କରୁଛନ୍ତି। ଗୋଟେ ସେକେଣ୍ଡ ଏଟାକୁ ବନ୍ଦ କରିଦଉଛି। ପୁଣି କଣ୍ଟିନ୍ୟୁ କରୁଛନ୍ତି ସେ କଣ ନା, ଯୁଦ୍ଧ ନ କଲେ କଣ ହବ। ଏଠି କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଲୋକେ ଚର୍ଚ୍ଚା କରିବେ କଣ, ଦେଖ ଯୁଦ୍ଧ ଆରମ୍ଭ ହେଇନି, ଜଷ୍ଟ ଖାଲି ଶଙ୍ଖ ବାଜିଛି, ଅର୍ଜୁନ ଯୁଦ୍ଧଭୂମି ଛାଡିକି ଚାଲିଯିବା କଥା କହୁଛନ୍ତି। ଲୋକ ତ ମାନେ କହୁଛି, କୃଷ୍ଣ କହୁଛନ୍ତି ଅର୍ଜୁନଙ୍କୁ ଯେ ଲୋକ କହିବେ ଇଏ ହଉଛି ଭୀରୁ, କାପୁରୁଷ, କି ପ୍ରକାରର କ୍ଷତ୍ରିୟ ଇଏ, ଯୁଦ୍ଧ ଆରମ୍ଭ ନ ହେବା ପୂର୍ବରୁ ଛାଡିକି ଚାଲି ଯାଉଛି। ଏବଂ ଏଇ ଅର୍ଜୁନ, ଯୋଉ ଅର୍ଜୁନ କହୁଥିଲେ ଯେ ଏମାନେ ମୋର ନିଜ ଲୋକ, ଏମାନଙ୍କୁ କେମିତି ମାରିବି, ମୋର ଦୟା ଆସୁଛି, ହିଂସା ହବ, ସହାନୁଭୂତି ମୋର ଏମାନଙ୍କ ପ୍ରତି ରହିଛି, ସେଥିପାଇଁ ମୁଁ ଯୁଦ୍ଧ କରିବାକୁ ଚାହୁଁନି, ଏମାନଙ୍କୁ ମାରିଦେଲେ ମୁଁ ଏ ରାଜ୍ୟ ଆଉ ରାଜ୍ୟର ସୁଖ ଉପଭୋଗ କରିବି କେମିତି, ଏଙ୍କ ବ୍ୟତିରେକେ ମୁଁ ପାପ ଅର୍ଜନ କରିବି ଏମାନଙ୍କୁ ମାରିକି, ବହୁତ କୁଳକ୍ଷୟ ଦୋଷ ମତେ ଲାଗିବ, ବହୁତ ବଂଶ ଧ୍ୱଂସ ହେଇଯିବେ। ଏଇ ଯୋଉ ଅର୍ଜୁନ କହୁଥିଲେ, କୃଷ୍ଣ କହୁଛନ୍ତି ଏଇ ଯୋଉ ଭାବନା ତମର, ଏଇ ଯୋଉ ଚାରୋଟି କାରଣ ଦଉଥିଲ ଯେ ଏଇ ମହତ୍ ଗୁଣରୁ ତମେ ଯୁଦ୍ଧ ଭୂମି ଛାଡିକି ଚାଲି ଯାଉଛ, ଲୋକେ ତାକୁ ବିଚାର କରିବେନି। ଲୋକ କହିବେନି ଯେ ଯାହା ହଉ ଅର୍ଜୁନ ବହୁତ ମହତ୍ ଗୁଣ, ତାଙ୍କର ବହୁତ ବଡ ଭାବନା ଥିଲା, ସେଥିପାଇଁ ଛାଡିକି ଚାଲିଗଲେ। ଲୋକ କଣ କହିବେ? ଲୋକ କହିବେ ଯେ ଅର୍ଜୁନ ଦୁର୍ଯ୍ୟୋଧନଙ୍କୁ ଡରିକି ଯୁଦ୍ଧ କ୍ଷେତ୍ର ଛାଡିକି ଚାଲିଗଲେ। ଆଉ କିଛି କହିବେନି, ଏହା ହିଁ କହିବେ। ଏଇଭଳି ତମର ଅପଯଶ ଗାଇବେ। ତେଣୁ ତମ ଭଳିଆ ଜଣେ ସମ୍ମାନୀୟ ବ୍ୟକ୍ତି ଏଇଭଳି ଯୋଉ ନିନ୍ଦା, ଅପବାଦ, ଏଇ ସବୁ ଜିନିଷ ମରଣ ସାଙ୍ଗେ ସମାନ। ଏହା ହିଁ କୃଷ୍ଣ ଏଠି କହୁଛନ୍ତି। ତେଣୁ କହୁଛନ୍ତି ଯେ ତମେ ଏ ଯୁଦ୍ଧ ଭୂମିରୁ ଛାଡି ଚାଲିଯିବା ଯୋଉ ଚିନ୍ତା କରିଛ, ତାକୁ ବର୍ଜନ କର, ବରଂ ଯୁଦ୍ଧ କର, ଦରକାର ପଡିଲେ ଯୁଦ୍ଧ କରି ମୃତ୍ୟୁବରଣ କର, ସ୍ୱର୍ଗକୁ ଯିବ, ତମକୁ ସେ ବହୁତ ସାହାଯ୍ୟ କରିବ। ସେଥିପାଇଁ ସେ କହୁଛନ୍ତି ଯୁଦ୍ଧ କର। ଅଦରୱାଇଜ ଯୁଦ୍ଧ କଲେ କଣ ହବ, ତମେ ତମର ଯୋଉ ଖ୍ୟାତି ଯଶ ତାକୁ ବଞ୍ଚେଇ ପାରିବ। ତା ଛଡା ଯୋଉ ମୋ ପାଖରେ, ମୋ ସହିତ ଯୋଉ ସମ୍ପର୍କ ରହିଛି, ଯୋଉ ବନ୍ଧୁତ୍ୱ ରହିଛି, ତାହାର ଅପବ୍ୟବହାର ହବନି। ଲୋକେ କଣ କହିବେ? କୃଷ୍ଣ ସାଙ୍ଗରେ ଥିଲେ, ସ୍ୱୟଂ ପର୍ସନାଲିଟି ଅଫ ଗଡହେଡ୍, ଯେ ପରମ ପୁରୁଷୋତ୍ତମ ଭଗବାନ, ସେ ଯୁଦ୍ଧ ଭୂମିରେ ଅର୍ଜୁନଙ୍କ ସାଙ୍ଗରେ ଥିଲେ, ତଥାପି ଅର୍ଜୁନ ରଣଭୂମି ଛାଡି ଚାଲିଗଲେ, କେମିତି ଇଏ ସମ୍ଭବ ହେଲା ବୋଲିକି ଲୋକ ମଧ୍ୟ ମତେ ନିନ୍ଦା କରିବେ। ତେଣୁ ଏ ଦିଟି ଜାଗାରୁ ତମର ଅପଯଶ ନ ହଉ, ମୋର ନିନ୍ଦା ବି ନ ହଉ, ମୋର ମୋ ସାଙ୍ଗରେ ଯୋଉ ବନ୍ଧୁତ୍ୱ ତାର ମିସୟୁଟିଲାଇଜେସନ ନ ହଉ, ଅପବ୍ୟବହାର ନ ହଉ, ତେଣୁ ତମେ ଯୁଦ୍ଧ କର ବୋଲିକି କହୁଛନ୍ତି। ତେବେ ଆମେ ଦେଖିବା କୃଷ୍ଣ ଆରମ୍ଭ କଲେ କୋଉଠୁ? କହିଲେ ସ୍ୱଧର୍ମ ପାଳନ କର, ଯୁଦ୍ଧ କର। କଲେ କଣ ହବ ନା, କହୁଛନ୍ତି ତମର ଫାଇଦା, ତମେ ଜିତ ବା ହାର, ୱିନ୍ ୱିନ୍ ସିଚୁଏସନ,
जितिले राज्य राज्यर सुख, हारिले स्वर्ग। आइदर ऑफ द वे यू विल बेनिफिट, यू विल एंजॉय। এই কথা কৃষ্ণ কହୁଛନ୍ତି। এবং কৃষ্ণ কହୁଛନ୍ତି সেই 31 ରୁ 34 পর্যন্ত আমি ଦେଖିଲେଣି କଣ କହୁଛନ୍ତି, ଯଦି ତମେ ଯୁଦ୍ଧ ନ କରିବ ତାହେଲେ କଣ ହବ, ତମକୁ ପାପ ଲାଗିବ, ତମର ଖ୍ୟାତି ଯଶ ସବୁ ହରେଇବ। ତା ମାନେ କୃଷ୍ଣ ଏଠି କଣ କହୁଛନ୍ତି, କର୍ତ୍ତବ୍ୟ କରିବା ପାଇଁ ଯୁଦ୍ଧ, ଯୋଉ ତାଙ୍କର କ୍ଷତ୍ରିୟ ଧର୍ମ ହେଲା ଯୁଦ୍ଧ କରିବା, ଏଇଟା ହିଁ କର୍ତ୍ତବ୍ୟ ତାଙ୍କର। ତେଣୁ କର୍ତ୍ତବ୍ୟ ପାଇଁ ଡ୍ରାଇଭିଂ ଫୋର୍ସ କୃଷ୍ଣ ଏଠି କଣ କହୁଛନ୍ତି, ଇନ୍ଦ୍ରିୟ ଭୋଗ ଯଶ ଖ୍ୟାତି। ତାହେଲେ କୃଷ୍ଣ କଣ ଏଇଟା ଇତି ଯୋଉ ଲେସର ଫିଲୋସଫି ଯାହାକୁ ଆମେ କହୁଛେ, ବହୁତ ଦୁର୍ବଳ ଦର୍ଶନ ତତ୍ଵ, এইଭଳି ଭୌତିକ କଥା, ଇନ୍ଦ୍ରିୟ ଭୋଗ, ଏ କଥା କେମିତି କହିପାରିଲେ କୃଷ୍ଣ ଏଠି? ତେବେ ଇଏ କଣ୍ଟେକ୍ସଚୁଆଲ, ତାକୁ ବୁଝିବାକୁ ପଡିବ କୋଉ କଣ୍ଟେକ୍ସଟରେ କୃଷ୍ଣ ଏଟାକୁ କହୁଛନ୍ତି। ଯେତେବେଳେ ଅର୍ଜୁନ କହୁଥିଲେ ପ୍ରଥମ ଅଧ୍ୟାୟରେ ଯେ ମୁଁ କେମିତି ଉପଭୋଗ କରିବି, ତାର ଉତ୍ତରରେ କହୁଛନ୍ତି ଉପଭୋଗ କରିବା କଥା କହୁଛ, ଅର୍ଥାତ୍ ତମେ ସକାମ କର୍ମ କଥା କହୁଛ, କିଛି ଆଶା ରଖିଛ, କର୍ତ୍ତବ୍ୟ କରିକି ଫଳରେ ଆଶା ରଖିଛ, ଠିକ ଅଛି, ତମେ ସ୍ୱଧର୍ମ ପାଳନ କର। କଣ୍ଟେକ୍ସଚୁଆଲ, ସ୍ୱଧର୍ମ ପାଳନ କଲେ ଜିତ ବାହାର ଉପଭୋଗ କରିବ, ଯଶ ଇଣ୍ଟାକ୍ଟ ରହିବ, ଲୋକ ନିନ୍ଦା କରିବେନି, ଏବଂ ଇନ୍ଦ୍ରିୟ ଭୋଗ କଲ, ଇଏ କଣ୍ଟେକ୍ସଚୁଆଲ। ତା ଛଡା ସେକେଣ୍ଡ ଜିନିଷ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏମିତି ବହୁତ କଥା କହିବେ କୃଷ୍ଣ, ଯେମିତି ଏଠି ସକାମ କର୍ମ, ସେମିତି ନିଷ୍କାମ କର୍ମ, ସେମିତି ଅଷ୍ଟାଙ୍ଗ କର୍ମଯୋଗ, ବହୁତ ଟର୍ମୋଲୋଜି ୟୁଜ କରିବେ। କିନ୍ତୁ ଏ ଅନ୍ତିମ ମେସେଜ ନୁହେଁ କୃଷ୍ଣଙ୍କର। ଅନ୍ତିମ ମେସେଜ ହଉଛି କଣ, ସର୍ବଧର୍ମଂ ପରିତ୍ୟଜ୍ୟ ମାମେକ ଶରଣଂ ବ୍ରଜ ବୋଲିକି ଯୋଉ କହିଛନ୍ତି, ସେଇଟା ହଉଛି ଅନ୍ତିମ, ଅର୍ଥାତ୍ ତାଙ୍କ ଡିଭୋସନାଲ ଆର୍ଗୁମେଣ୍ଟ, ଯେ ଯଦି ତମେ କର୍ତ୍ତବ୍ୟ କରିବ ମତେ ଖୁସି କରିବା ପାଇଁ, ଏଭଳିଆ କର୍ତ୍ତବ୍ୟ କର ନା ଯୋଉଠି ମୁଁ ଡିସପ୍ଲିଜ ଦେବି। ଇଏ ହଉଛି ଅନ୍ତିମ ମେସେଜ, ଡିଭୋସନାଲ ସର୍ଭିସ, ଭକ୍ତି, ଇଏ ହଉଛି ଭଗବାନଙ୍କର ଅନ୍ତିମ। ଇଏ ଇଭେଞ୍ଚୁଆଲି କୃଷ୍ଣ ୱିଲ୍ ଏମ୍ଫାସାଇଜ ଦିସ୍ ଆସ୍ପେକ୍ଟ। କିନ୍ତୁ ସେ ଧୀରେ 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 ଯାଉଛନ୍ତି କଣ ପାଇଁ ନା ଆମେ ବଦ୍ଧ ଜୀବ। ଇଏ ହଉଛି ସେକେଣ୍ଡ ଆର୍ଗୁମେଣ୍ଟ, ଯେ କାହିଁକି କୃଷ୍ଣ ଏଠି ବହୁତ ଲେସର ଫିଲୋସଫି ନେଇକି ଆସିଲେ, ଭୌତିକ କଥା କାହିଁକି କହିଲେ, ଭୋଗ କରିବା କଥା କାହିଁକି କହିଲେ, ଫାଇଦା କଥା କାହିଁକି କହିଲେ। କୃଷ୍ଣ ଏଇଥିପାଇଁ ଯେ ସକାମ କର୍ମ ନିଷ୍କାମ କର୍ମ, এইଭଳି ଯୋଉ ଆମେ ଆସ୍ତେ ଆସ୍ତେ ପାହାଚ ଉଠି ଉଠିକି ଯିବା, ଗଲେ ଆମେ ଭକ୍ତି ଯୋଗରେ ପହଞ୍ଚି ପାରିବା। ଆମେ ବଦ୍ଧ ଯିବ, ଆମେ ଆସ୍ତେ ଆସ୍ତେ ଉଠିବା, ଆମକୁ ଆମେ ଡାଇରେକ୍ଟ ଭକ୍ତି ଯୋଗକୁ ଯାଇପାରୁନେ। ଇଏ ବି ଗୋଟେ ରିଜନ କାହିଁକି କୃଷ୍ଣ ଏଇ ଷ୍ଟେପ ଗୁଡିକ କହୁଛନ୍ତି। ଆଉ ଦ୍ୱିତୀୟ ହଉଛି କୃଷ୍ଣ ଅର୍ଜୁନଙ୍କର ଯୋଉ ଆର୍ଗୁମେଣ୍ଟ, ତାକୁ ମଧ୍ୟ ଆନ୍ସର କରୁଛନ୍ତି ଗ୍ରାଜୁଆଲି ଗ୍ରାଜୁଆଲି। ତେଣୁ ଏଇଥିରୁ ଆମେ ଜାଣିଲେ ଲର୍ଣ୍ଣିଂ ପଏଣ୍ଟ କଣ ଆମର ଏ ଶ୍ଲୋକରୁ, ଯେମିତି ଆର ଶ୍ଲୋକରୁ ଆମେ କିଛି ଶିଖିଲେ, ଏଥିରେ ଆମର କଣ ଶିଖିବାର ଅଛି, ଯେମିତି ଅର୍ଜୁନ ତାଙ୍କର ସ୍ୱଧର୍ମକୁ ପାଳନ କରୁନାହାନ୍ତି, ଫଳରେ କଣ ହଉଛି, ତାଙ୍କର ଗୁଡେ ସମସ୍ୟା। ଯଦି ସ୍ୱଧର୍ମ ପାଳନ ନ କରିବେ କଣ ହବ, କୃଷ୍ଣ କହିଦେଇ ଯାଉଛନ୍ତି ଏଠି, ପାପ ଅର୍ଜନ କରିବ, ଯଶ ଅପଯଶ, ମରଣଠୁ ଅଧିକା ଏ ଅପଯଶ, ଏଇଭଳି କହୁଛନ୍ତି। ଏଇଭଳି ସମସ୍ୟା ଗୁଡିଏ ଆସିବ, ଲୋକ ନିନ୍ଦା କରିବେ, ଭୀରୁ କାପୁରୁଷ କହିବେ, ଏ ସମସ୍ୟା ଆସିବ। ସେମିତି ଆମେ ମଧ୍ୟ ଜୀବନରେ ଯଦି ଧର୍ମ ଯେତେବେଳେ ଆରମ୍ଭ କରିବା, ଆମର ବି ପାଳନ କରିବାକୁ ଆରମ୍ଭ କରିବା, ଆମର ବି ସମସ୍ୟା ଆସିବ। ସମସ୍ୟା ଆସିବ ଆମର ବିଭିନ୍ନ କାରଣ। ପ୍ରଥମ ହଉଛି ଲୋକମାନେ, ଆମରି ଚାରିକଟରେ ଯୋଉ ଲୋକମାନେ କହିବେ ଏ ହରେ କୃଷ୍ଣ ବାଲା ହେଇଗଲା, ଜପିବା ଆରମ୍ଭ କରିଦେଲା, ଏ ପ୍ରଥମ କ୍ରିଟିସିଜମ ଆସିବ।
किंतु जेतेबेले आपण ए भक्ति लाइन रे सेमानंकर ए कमेंट्स को खातिर न करिकि आगे चलले कौन हम गोटे समय आसीबो आपणकर व्यक्तित्वर संपूर्ण आमूलचूल परिवर्तन हेतिबो यू विल बी कंप्लीटली ए डिफरेंट पर्सनालिटी बहुत ट्रांसफॉर्मेशन हेतिबो जो लोक निंदा जो लोक एभली क्रिटिसाइज करते समालोचना करते से माने समय आसीबो पुणी कहिबे अरे ये तो अद्भुत यार ट्रांसफॉर्मेशन बरं से माने अनुप्राणित हे पुणी आपण को फॉलो करबा आरंभ कर दे ये होची धर्मर महत्व ये हला प्रथम जिंस प्रथम समस्या ये आसीबो नेक्स्ट टाइम बहुत समस्या आसीबो हमर जेतेबेले धर्म आमु कहूची जे आमे जीव हत्या करिबानी आमिष खाइबानी सेतेबेले परिवार रे विभिन्न प्रकार रो विभ्राट आसी पारे किंतु सबको आमको तार बाट आस्ते आस्ते तैयारी करबा पड़िबो ना काहाकू दुखी करबा ना काहाकू कहार जो ए जो अनवांटेड डिमांड्स को आमे यील्ड करबा हमको बैलेंस मेंटेन करिकी ए धर्म को पालन करबा को पड़िबो तेणु लोक जा कहतु आम जीवन में जेते समस्या आसू आमको धर्म पालन करिया को पड़िबो काहेकि ना आमे होचे कृष्णर नित्य दास जीवर स्वरूप है कृष्णर नित्य दास आमे तांकर इटर्नल सर्वेंट आमको सही धर्मटी पालन करबा को पड़िबो आमर तांकर सेवा करबा को पड़िबो जहा लोक कहउचंती कहंतु तेणु ये हला ए श्लोक बर्तमान नेक्स्ट श्लोक रे पुणी कृष्णा कहिबे अर्जुन को जे आउरी कौन हबो जदि युद्ध न कर हरे कृष्णा आज समय होईची आमे नेक्स्ट पुणी जेतेबेले नेक्स्ट क्लास आसीबो मु आमे डिस्कशन करबा टिके लिटिल बिट नेक्स्ट मो जेतेबेले 38 हे जिवो ताल बेटर हबो 38 हे गेले कोन लाला ना सरी गला ए जो सेक्शन टा सरी गला एटा मने रखंतु जे फास्ट गोटे 2 मिनिट अछि कहि दउची एटी जे आमे तांकर जो अर्जुनकर जो चारोटी रीजन थिला युद्ध करिवेनी एवं जो 1 रु 10 द्वितीय अध्याय रे तांकर फर्दर डाउट्स हेची जे मोर युद्ध करबा उचित कि नाही सरेंडर करचंती गुरु बोली कि ग्रहण करूचंती एवं शिक्षा दवा आरंभ करचंती कृष्णा कोठू 11 नंबर श्लोक 30 पर्यंत ये हूँ आत्मज्ञान एवं ये आत्मज्ञान को केमिति अप्लाई करबा आमे जीवन में आस्ते आस्ते बद्ध जीव पाई कृष्ण केमिति स्टेप तैयारी करी करी जाउचंती आमे पुन तार गोटे समराइज करबा जेतेबेले 38 आसी जीवो तो मने रखंतु ये थला आत्मज्ञान अर्थात डू योर ड्यूटी विथ नॉलेज फाइट विथ नॉलेज अर्जुन को कहउचंती डू योर ड्यूटी विथ नॉलेज ज्ञान साहाय्य रे कर्तव्य कर ज्ञान होचे आमे आत्मा आमे शरीर पाई सब कर्म करूचे आत्मा पाई करूने से पाई कृष्ण कहउचंती जे माने डू योर ड्यूटी विथ नॉलेज फर्स्ट सेकंड कहउचंती जे जदी तमे डायरेक्ट भक्ति करि पारुन जो जिनस मु कहउची ताले स्टार्ट विथ सकाम कर्म बेनिफिट्स आमे आशा करिकी जो करिबा किंतु स्वधर्म पालन करिकी एटा चलीची बर्तन सेकंड सेक्शन तापर पुणी देखिबा आमे 39 रु 53 पर्यंत आ गोटे सेक्शन आसीबो जाको आमे कहबा निष्काम कर्म बा कर्मयोग ये तेणु धीरे धीरे आमे पुणी जेतेबेले आमे 38 39 हे गला 38 हे गला आमे टिके समराइज करदवा जस्ट 5 मिनिट्स रे ताको समराइज करबा एवं सकेल डिस्कशन करबा ए नेक्स्ट क्लास रे करबानी ताल कोन हबो ना हमर अंडरस्टैंडिंग क्लियर हे कि जीवो वीडियो ऑन करिवे समस्ते सेतेबेले एवं आमे डिस्कशन करबा हरे कृष्ण आज ये विराम नबा कृतराज श्रीमद् भगवद गीता की जय श्रीला प्रभुपाद की जय गौर भक्त वृंद की जय हरे कृष्ण।